ବରବଧୂ ଏ କାହାଣୀଟା ମୋତେ ବେସିକାଲି ଆମେ କେମିତି ଓଡ଼ିଶାରେ ଏମିତି ଜଙ୍ଗଲ ଭିତରେ ବୁଲୁଥିଲୁ ଆମର ଯିଏ ମୋ ଡ୍ରାଇଭର ଭାଇ ସେ ମୋତେ ବହୁତ ଏମିତି ଇଣ୍ଟରେଷ୍ଟିଂ ଓଡ଼ିଶାର କାହାଣୀ ମୁଁ ବାହାରେ ରହେ ତ ସେ ମୋତେ ଇଣ୍ଟରେଷ୍ଟିଂ କାହାଣୀ ଏମିତି ଶୁଣାନ୍ତି ମଝିରେ ମଝିରେ ଏମିତି ତ ମୋତେ ମଝିରେ କହିଲେ ଯେ ଏମିତି ଭାଇ ଜାଣିଛ 2 ଦିନରେ ଗୋଟେ କପଲ 5 ଥର ବାହା ହେଲେ ତ ମୋ ପାଇଁ ସେଇଟା ଗୋଟେ ଭାରି ସରପ୍ରାଇଜିଂ ବୋଲି କ'ଣ ହେଲା ଦେନ୍ ଲାଇକ୍ ମୁଁ ଷ୍ଟାର୍ଟ କଲି ଡିଗିନ୍ କରିବାକୁ ଯେ କ'ଣ ହେଇଛି କ'ଣ ନାହିଁ ସେଇଠୁ ମୋ ରିସର୍ଚ୍ଚ କାମ ଷ୍ଟାର୍ଟ ହେଲା ଆଉ ମୋତେ ଯେତେବେଳେ ଜାଣିଲି ଯେ ସେ କ୍ୟାରେକ୍ଟର ଗୁଡ଼ା ମୁଁ ଜାଣିଛି ସେ ଲୋକମାନଙ୍କୁ ଏତେ ଅଥେଣ୍ଟିକ୍ ମୋ ଗାଁର ଲୋକ ମୋ ପଡ଼ୋଶୀ ଲୋକ ଏମାନେ ତ ସେଇଥିପାଇଁ ମୋତେ ଲାଗିଲା ସେ ଷ୍ଟୋରିଟା ଲେଖିବା ପାଇଁ 1.5 ବର୍ଷ ତାପରେ ପୁଣି NFDC ସ୍କ୍ରିପ୍ଟ ଲାବ୍ରେ ସିଲେକ୍ଟ ହେଇଥିଲା ଫିଲ୍ମ ବଜାରରେ ସେଥିରେ ଆଉ ବର୍ଷେ ଗଲା 2.5 ବର୍ଷ ସ୍କ୍ରିପ୍ଟ ଲେଖିଲୁ ତାପରେ ଫିଲ୍ମ ବନେଇବା ପାଇଁ ଆଉ ବର୍ଷେ ଲାଗିଲା ଟିକେ ଲମ୍ବା ପ୍ରୋସେସ୍ ଥିଲା ଆଉ ସବୁଠୁ ବଡ଼ ଯେ ଆମେ ଚାହିଁଲୁ ଓଡ଼ିଆ ଫିଲ୍ମଟାକୁ ଅଥେଣ୍ଟିକ୍ ୱେରେ ଯେତେ ପସିବଲ୍ ହେବ ଅଥେଣ୍ଟିକ୍ ୱେରେ ପ୍ରେଜେଣ୍ଟ କରିବା ପାଇଁ ସେତେ ଚେଷ୍ଟା କଲୁ ମୋର ତ ଆଶା ଅଛି ଯେ ଲୋକମାନଙ୍କୁ ଡେଫିନେଟଲି ମାନେ ଏଇଟା ବହୁତ ବଢ଼ିଆ ସେ କନେକ୍ଟ କରିବ ସ୍ପେଶାଲି ୟୁଥକୁ କାରଣ କାହାଣୀଟା ଆମର ୟୁଥ୍ ମାନଙ୍କୁ ମୋଷ୍ଟଲି ଟାର୍ଗେଟେଡ୍ ୟୁଥ୍ ଆଣ୍ଡ ଲୋକମାନଙ୍କୁ ଡେଫିନେଟଲି ଭଲ ଲାଗିବ କାରଣ ଏଥିରେ ରିଲେଟିଭିଟି ବହୁତ ଅଛି ଏଥିରେ କିଛି ଫିକ୍ସନାଲ ବହୁତ ज़्यादा ନାହିଁ ଯେମିତି ଗୋଟେ ଫିଲ୍ମ କଲେ ନର୍ମାଲି ଟ୍ରେଡିସନାଲ ଫିଲ୍ମ କଲେ କ'ଣ କରନ୍ତି ଯେ ଆଚ୍ଛା ଆମେ ହିରୋକୁ ନେବା ହିରୋଇନକୁ ନେବା ଏଥିରେ ଆଇଟମ୍ ସଙ୍ଗ ରଖିବା ଏମିତି ଗାନା ରଖିବା ଫାଇଟ୍ ସିକ୍ୱେନ୍ସ ରଖିବା ତ ଏଥିରେ ସେମିତି କିଛି ନାହିଁ ସେଇ ହିସାବରେ ଆମ ମେକିଂଟା ବହୁତ ୟୁନିକ୍ ଆମ ଷ୍ଟୋରି ଭଲ ପରଫର୍ମାନ୍ସ ନୁଆନ୍ସ ପରଫର୍ମାନ୍ସ ମୁଁ ଯେହେତୁ ଆଡ଼ଭର୍ଟାଇଜିଂ ବ୍ୟାକଗ୍ରାଉଣ୍ଡରୁ ଆମର ଟିକେ ନୁଆନ୍ସ ପରଫର୍ମାନ୍ସରେ ବେଶୀ ଧ୍ୟାନ ଦେଉ ତ ସେଇ ସବୁ ଗୁଡ଼ାକ ୟୁଜ୍ କରିଛୁ ଆଉ ଟେକ୍ନିକାଲି ବହୁତ ଷ୍ଟ୍ରଙ୍ଗ ଏଇ ଫିଲ୍ମ ମାନେ ସେ କ୍ୟାମେରା ହଉ ଆଉ ସାଉଣ୍ଡ ହଉ ସାଉଣ୍ଡରେ ନିହାର ଭାଇ କରିଛନ୍ତି ଆମ ସାଉଣ୍ଡ ଡିଜାଇନିଂ ଯିଏ ସବୁ ମାନେ ଆମର ବଡ଼ ବଡ଼ ଫିଲ୍ମ ବଲିଉଡ଼ରେ କରୁଛନ୍ତି ବହୁତ ଟ୍ୟାଲେଣ୍ଟେଡ୍ ଲୋକ ସେ ଆମ ରାଜକୁମାର ହିରାନୀ ସହିତ କାମ କରିଛନ୍ତି ଏସବୁ ଟିମ୍ ସହିତ କାମ କରିଛନ୍ତି ଏଡିଟର ଯିଏ ଆମର ଦୀପିକା ଗାଲରା ସେ ଲୁଟେରା ଭଳିଆ ଫିଲ୍ମର ଏଡିଟର ତ ଏମିତି ଭଲ ଟେକ୍ନିକାଲି ଷ୍ଟ୍ରଙ୍ଗ ଫିଲ୍ମ କରିବାକୁ ଚେଷ୍ଟା କରିଛୁ ଆଉ ଦିଲ୍ ସେ ବନେଇଛୁ ମନରୁ ବନେଇଛୁ ଭାବୁଛୁ ଲୋକଙ୍କୁ ମନକୁ ଛୁଇଁବ।